श्रोता बंधु काली भली आज आम आलोचना करवा 12 राशि 27 नक्षत्र आज प्रभुंकर कल्याण कापर केते अच्छी क्यों राशि क्यों नक्षत्र केते दुख व सुख भोगव आम ए विचार करवा कथा कौन कि मेष वृष मिथुन कर्कट सिंह यही क्रम गणी आसिले मिथुन राशि टी असुविधा अच्छी आज गणना कहे मिथुन राशि माने आज समस्या भोगे कि मेष वृष आउ कर्कट कन्या आगे किसी ना सिंह टी दुख अच्छी मेष आज आज सूर्यास्त हो 6:04 पर सूर्यास्त हो 5:51 पर सूर्योदय 6:04 पर सूर्योदय 6:04 पर सूर्यास्त 5:51 पर आज 5 तारीख गुरुवार आज आम आलोचना करवा 5 तारीख गुरुवार को नहीं आलोचना करवा मेष राशि आसंता काली 5 तारीख गुरुवार आसंता काली 5 तारीख गुरुवार मेष राशि जनता सम्मान अच्छी अर्थ अच्छी सम्मान सहज लोक मिलेनी जो माने सत्कार्य करती लोक भूलती तेणु मेष राशि लोक पूर्वर किसी भल काम करिसेंती आज से सम्मान मिल अर्थ मिले अर्थ शोई बसले मिलनी उद्योगी मानक अर्थ मिल तेणु मेष राशि जनता आज टिके सक्रिय हुंतु अर्थात निज कर्म योजना रे निजको सामिल करी मुंडझाड़ तुंडे मारी अधिक परिश्रम करंतु सम्मान और अर्थ निश्चय मिल मेष राशि जनता सम्मान और अर्थ प्राप्ति योग अच्छी तथापि सकाळ 8:18 पर द्विजा नक्षत्रधारी मेष राशि व्यक्ति सतर्क रहिबा जरूरी। गुरुवार एक लाभप्रद दिन केवल चेष्टा दरकार जहाँ पाई जेतिके लाभ से लाभ पाइबा पाई हेले यत्नशील हेबा उचित ताकू ताहा अवश्य मिलिबो शारीरिक और मानसिक समस्या नाही मेष राशि शारीरिक और मानसिक समस्या नाही खाली टिके उद्यम बस एति खेला वृष राशि आज एक स्वतंत्र व्यवस्था अच्छी विधि विधान सुख मिल से सुख विधाता को देवे कौन प्रकार भी आसंता काली गुरुवार वृष राशि लोके विशेष सहयोग पाइबे चिन्हा अचिन्हा परिचित अपरिचित और बंधु एमाने समस्ते ताको सहयोग करेंगे आज सहयोगर हाथ लंबी आसव वृष राशि तेणु विशेष सहयोग मिलवार लक्षण प्रकाश पाउची चिन्हा अचिन्हा परिचित अपरिचित व्यक्ति अवश्य सहयोगर हाथ बढ़ाइबे तथापि सकाळ 8:18 रोहिणी नक्षत्रधारी सतर्क रहिले भल वृष राशि व्यक्ति को 5 तारीख सुख मिल ये सुख से जोगाड़ करें विधि विधान सुखटा कई को दे पारे ईश्वर न चाहिए विधाता न चाहिए सुख व दुख क्या मिले आमे परिश्रम कर चलिए कर्मण्यवाधिकारस्ते किंतु दाता सी विचार करेंगे मु सुख पायापी योग्य कि ना आज वृष राशि लोक सुख मिल
ଆସନ୍ତାକାଲି 5 ତାରିଖ ମିଥୁନ ରାଶିର ଲୋକେ ସାବଧାନ ରୁହନ୍ତୁ, କାରଣ ପ୍ରଥମରେ ଅସୁସ୍ଥ ହେବାର ସୂଚନା ମିଳୁଛି। ପୁରୁଣା ରୋଗ ଯନ୍ତ୍ରଣା ଦେବ। ଦୂରଯାତ୍ରାର ଯୋଗ ବି ଅଛି, କିନ୍ତୁ ଦୂରଯାତ୍ରା କଲେ ବାଟରେ ହଇରାଣ ହେବେ, ଗାଡ଼ି ଖରାପ ହେବ। ପୁଣି ଯଥା ସମୟରେ କୌଣସି କାର୍ଯ୍ୟ ହେବନି, ଭୋକରେ ଆଉଟପାଉଟ ହେବେ। ଦିନର ଶେଷ ଭାଗକୁ ଅର୍ଥାତ୍ 3ଟା ଖଣ୍ଡେ ବେଳକୁ ଭଲ ଖାଦ୍ୟ ମିଳିବ। ଆଉ ସୂର୍ଯ୍ୟାସ୍ତର ଏପଟ ସେପଟ ଈଶ୍ୱର ଦର୍ଶନ ଯୋଗ ଅଛି, କିନ୍ତୁ ହଇରାଣିଆ ଯୋଗ। ରୋଗ ବ୍ୟାଧି ଆକ୍ରମଣ କରିବ, ସମସ୍ୟା ପରେ ସମସ୍ୟା ଆସିବ। ତେଣୁ ବିଳମ୍ବରେ କିଛି ଭଲ ଖବର ମିଳିବ। ସକାଳ 8ଟା 18 ପରେ ପୁନର୍ବସୁ ନକ୍ଷତ୍ରର ଅଶୁଭ ସମୟ ଆସିବ। ସକାଳ 8ଟା 18 ପରେ ପୁନର୍ବସୁ ନକ୍ଷତ୍ରର ଅଶୁଭ ସମୟ ଆସିବ। ସାବଧାନ। କର୍କଟ ରାଶି, ଆସନ୍ତାକାଲି ଗୁରୁବାର କର୍କଟ ରାଶି ପାଇଁ ସ୍ୱତନ୍ତ୍ର ବୃତ୍ତି ବ୍ୟବସ୍ଥା ହେବ। ଯିଏ ଯେଉଁ ବୃତ୍ତି ଆମେ କରୁଛେ, ଯେଉଁଥିରୁ 2 ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରୁଛେ, ଧନ ରୋଜଗାର କରୁଛେ, ସଞ୍ଚୟ କରୁଛେ ବା ଦାନ କରୁଛେ, ସେଇ ବୃତ୍ତି ସହ ଏକ ନୂତନ ବୃତ୍ତି ଯୋଡ଼ି ହେବ। ଆମେ ଆଶା କରିନଥିବା, ବିଚାର କରିନଥିବା, ଯୋଜନା କରିନଥିବା, କିନ୍ତୁ ବ୍ୟବସ୍ଥା ହୋଇପାରିବ। ଏଇଟା ବିଧିବିଧାନ। ଆସନ୍ତାକାଲି ଗୁରୁବାର କର୍କଟ ରାଶି ପାଇଁ ସ୍ୱତନ୍ତ୍ର ବୃତ୍ତି ବ୍ୟବସ୍ଥା ହେବ। ଚାକିରି କରିଥିଲେ ବି ଓଭର ଟାଇମ୍ ଖଟିବା ପାଇଁ ସୁଯୋଗ ଆସିବ, 2 ପଇସା ମିଳିବ। ବ୍ୟବସାୟ ବାଣିଜ୍ୟ ସେବାଦି କରୁଥିଲେ ବି ନୂତନ ଆୟପନ୍ଥା ବାଛି ନେବେ। ପୁଣି ଏହିପରି କ'ଣ କିଛି ଏକ ନୂତନ ଯୋଜନା କରି ଖୁସି ହୋଇପାରନ୍ତି। ବଡ଼ ବଡ଼ ବ୍ୟବସାୟୀ ନୂଆ ସଂସ୍ଥା ପ୍ରତିଷ୍ଠା କରିବେ। ବହୁ ଦିନରୁ ଏହି ଇଚ୍ଛା ପୂରଣ ହେବ। ଦିନ 8ଟା 18 ପରେ ଅଶ୍ଳେଷା ନକ୍ଷତ୍ରର ଅଶୁଭ ସମୟ ଆସିବ। ଏଣୁ ସାବଧାନ। ସିଂହ ରାଶିର କଥା, ବନ ପୋଡ଼ିଗଲେ ସଭିଏ ଜାଣନ୍ତି, ମନ ପୋଡ଼ିଗଲେ ଜାଣେ ଏକା ମନ। ସିଂହ ରାଶିର ଏହି କଥା ଆଜି ସେମାନଙ୍କୁ ଏକ ଅହେତୁକ ଦୁଶ୍ଚିନ୍ତା ଗ୍ରାସ କରିବ। ଧନାଗମ ହେବ, କାମ ଠିକ୍ଠାକ୍ ଚାଲିବ, କିନ୍ତୁ ମନ ମଧ୍ୟରେ ଏକ ଝଡ଼ ସୃଷ୍ଟି ହେବ ଆଜି। ସେ ଝଡ଼ ପୂର୍ବକୃତ କର୍ମ ପାଇଁ ଅନୁଶୋଚନା। ଆସନ୍ତାକାଲି 5 ତାରିଖ ଈଶ୍ୱରଙ୍କ କଲ୍ୟାଣ ପାଇ ସିଂହ ରାଶି ଲୋକେ ପ୍ରସନ୍ନ ରହିବେ। ଗୋଟେ କଥା ନାହିଁ, ଶୁଣାଯାଏ, ଭିତରେ କାନ୍ଦୋଇ ଉପରେ ହସୋଇ ଏହି ମୋର ପରିଚୟ। ଭିତରେ କାନ୍ଦୋଇ ଉପରେ ହସୋଇ, ଏମାନଙ୍କ ଭିତରେ ଆଜି କାନ୍ଦିବ, ଉପରେ ହସିବ, ମନ ପଡ଼ି ଯାଉଥିବ। ତେଣୁ ଭିତର କାନ୍ଦୋଇ ଉପରେ ହସୋଇ ଏହି ମୋର ପରିଚୟ ମାନେ ଗୁରୁବାର ଏକ ଅହେତୁକ ଚିନ୍ତା ଆସି ମୁଣ୍ଡ ବିଗାଡ଼ି ଦେବ। ମନ ବ୍ୟାକୁଳ ହେବ। ଆୟ ଅମଳରେ ବାଧା ନାହିଁ, କେବଳ ଦୁର୍ବଳ ମନା ଏହା ପ୍ରକାଶ କରିଦେବେ। ଆଉ ମହାମନା ସବୁ ସମ୍ଭାଳି ନେବେ। ଦିନ 8ଟା 18 ପରେ ପୂର୍ବ ଫାଲ୍ଗୁନ ନକ୍ଷତ୍ର, ସତର୍କ ରହିଲେ ଭଲ। କନ୍ୟା ରାଶି, ଆସନ୍ତାକାଲି ଗୁରୁବାର କନ୍ୟା ରାଶି ପାଇଁ ଏକ ଶୁଭ ଲାଭ ଦିନ। ସବୁ ଦିଗରୁ ଶୁଭ ହେବ, ଲାଭ ହେବ। ମୁଖ୍ୟତଃ ସେମାନେ ଟିକେ ବାରମ୍ବାର ଆଜି ଦର୍ପଣ ଦେଖିବେ। ମୁହଁର କାନ୍ତି ବଢ଼ିଯିବ, ସ୍ୱାସ୍ଥ୍ୟ ସଜାଡ଼ି ହୋଇଯିବ। ଦେହ, ମନ, ମୁଣ୍ଡ, ଆପାଦ ମସ୍ତକ ଆଜି ସୁସ୍ଥ ଲାଗିବ। ଉତ୍ତମ ପୋଷାକ, ରୁଚିକର ଭୋଜନ, ସୁସଜ୍ଜା, ସାଧୁ ମିତ୍ର, ଏମାନେ ସମସ୍ତେ ପାଖକୁ ଆସିବେ ଓ ଆନନ୍ଦ ଦେବେ। ଏ ଲାଭ ଯୋଗ ଅଛି। ଆଭୂଷଣ ମିଳିପାରେ। ବ୍ୟବସାୟ, ବୃତ୍ତି, ସେବା, ଚାଷ ଓ ଚାକିରି ଆଦି ସୁଖ ଶାନ୍ତି ଦେବ। ଧନାଗମ ହେବ। ଅଧିକାଂଶ ଇଚ୍ଛା ପୂରଣ ହେବ। ମାତ୍ର ଦିନ 8ଟା 18 ପରେ ହସ୍ତା ନକ୍ଷତ୍ରର ଅଶୁଭ
ସମୟ ଆସି ଦୁଃଖ ଦେବ। ଆମେ ଆଲୋଚନା କରିବା ତୁଳା କଥା। ଆସନ୍ତାକାଲି 5 ତାରିଖ ତୁଳା ରାଶି ଲାଗି ଭଲ ଦିନ ନୁହେଁ ତୁଳା ପାଇଁ। ଇଜ୍ ନଟ୍ ଏ ଗୁଡ୍ ଡେ। ଅପମାନିତ ହେବାର ଯୋଗ ଅଛି। ବୃଥା ବ୍ୟୟ ବଢ଼ିଯାଇପାରେ। ରୋଗଗ୍ରସ୍ତ ହେବାର ସମ୍ଭାବନା ଅଛି। ଏହିପରି ବିବିଧ ସମସ୍ୟା ଧୀରେ ଧୀରେ ଆସି ଦୁଃଖ ଦେବ। ଦିନ 8ଟା 18ଟାରୁ ବିଶାଖା ନକ୍ଷତ୍ର ଅଧିକ କ୍ଷତି ସହିବେ। ବିଶାଖା ତୁଳା ଅଧିକ କ୍ଷତି ସହିବେ 8ଟା 18 ପରେ। ଆଜି ତୁଳା ରାଶିକୁ ରୋଗ ବ୍ୟାଧି ହଇରାଣ କରିବ, ଶତ୍ରୁ ହଇରାଣ କରିବେ, ବୃଥା ବ୍ୟୟ ହେବ, ତା ମଧ୍ୟ ଏକ ହଇରାଣ ଲକ୍ଷଣ। ମାନେ ଆଜି ହଇରାଣ ଭିତରେ ହଇରାଣ, ସମସ୍ୟା ଭିତରେ ସମସ୍ୟା। ତୁଳା ପାଇଁ ଆଜି ଭଲ ଦିନ ନୁହେଁ। ଆସନ୍ତାକାଲି ଗୁରୁବାର ବିଛା ରାଶି ଲାଗି ଭ୍ରମଣର ସୁଯୋଗ ଅଛି। ଯାନବାହନ ମିଳିବାରେ ଅସୁବିଧା ହେବନି। କେବଳ ଉଦ୍ୟମ ଓ କର୍ମଠଙ୍କ ପାଇଁ ପ୍ରବଳ ଆୟ ଅମଳ ଦିନ। ଆଜି ଭ୍ରମଣ ଯୋଗ ଅଛି। କୁଆଡ଼ୁ ବୁଲିଯିବା ପାଇଁ କେହି ଡାକିବେ, ଗାଡ଼ି ମଟର ମିଳିଯିବ ମାଗଣା ମାଗଣା। ଆଜି ଖଟିବେ, ଖଟିଲେ ଖାଇବେ। ତାମାନେ ହ୍ୟାଣ୍ଡ ଟୁ ମାଉଥ୍ ନୁହଁ, କଠିନ ପରିଶ୍ରମ କରିବାକୁ ପଡ଼ିବ। ଆଉ ଯେଉଁମାନେ କର୍ମଠ ଆଉ ଧାର୍ମିକ ସେମାନଙ୍କର ଆଜି ଆୟ ଅମଳ ଯଥେଷ୍ଟ ବେଶୀ ହେବ। ଆଉ ଯେଉଁମାନେ ଅଳସୁଆ, ଠକ, କର୍ମକୁଢ଼ି, କର୍ମକୁଣ୍ଠ ସେମାନେ ନ ପାଇବେ ନୁହଁ, ଜଷ୍ଟ ସେମାନେ ପାଇବେ ଅଳ୍ପ ଟିକେ। ଆଉ ଏପରିକି ଭିକାରୀ ଯଦି ଆଜି କର୍ମଠ ହେବ ତା ଥାଳ ପୁରିଯିବ। ଦିନକର ଆୟରେ ତାକୁ ବହୁତ ଦିନ ସୁଖ ମିଳିବ। ତେଣୁ ଆଜି ପରିଶ୍ରମ କରନ୍ତୁ, ବହୁତ ଲାଭ ହେବ। ଉଦ୍ୟମୀ ଓ କର୍ମଠଙ୍କ ପାଇଁ ଆଜି ପ୍ରବଳ ଆୟ ଅମଳ ଦିନ। ସମସ୍ତ ବୃତ୍ତି ଆଜି ବଢ଼ିଯିବ। ନିଜ ନିଜ ଜୀବିକାରେ ଆଜି ନିଜେ ସୁରକ୍ଷିତ ହେବେ। ଧନ ବୃଦ୍ଧି କରିବେ। ଦେହ ସୁସ୍ଥ ରହିବ। ଶାନ୍ତି ସୁଖ ଅବଶ୍ୟ ମିଳିବ। ଦିନ 8ଟା 18 ପରେ ଜ୍ୟେଷ୍ଠା ନକ୍ଷତ୍ରର ଅଶୁଭ ହେବ। ତେଣୁ ଜ୍ୟେଷ୍ଠା ନକ୍ଷତ୍ରଧାରୀ ବିଛା ରାଶି ଟିକେ ସାବଧାନ ରୁହନ୍ତୁ ସକାଳ 8ଟା 18 ପରେ। ଆସନ୍ତାକାଲି 5 ତାରିଖ ଧନୁରାଶି ଲାଗି ସମସ୍ତ କାର୍ଯ୍ୟ ଯୋଜନା ଉନ୍ମୁଖୀ ହେବ। ସମସ୍ତ କାର୍ଯ୍ୟ ଯୋଜନା ଉନ୍ମୁଖୀ ହେବ। ମାନେ ଆପଣ ଚାହୁଁଥିବେ କାଲି ଯୋଜନା କରିଥିଲେ ଆଜି ଗୋଟିଏ ଗଛ ଲଗାଇଦେବି, କିନ୍ତୁ ଫିଲ୍ଡ ଗଲାବେଳକୁ ଯାହା ମୁଣ୍ଡକୁ ଆସିବ ଗୋଟାଏ ନୁହଁ 5ଟା ଗଛ ଲଗାଇବି। ତେଣୁ ଯେଉଁ ଯେଉଁ ଯୋଜନା କାଲି କରିଛନ୍ତି ତାହା ଆଜି ଅଧିକରୁ ଅଧିକ ବଢ଼ିଯିବ। ଆଉ ଭଲ କାମ କରିବେ, ଲୋକପ୍ରିୟତା ବଢ଼ିଯିବ, ଯଶ କୀର୍ତ୍ତି ମାନ ସମ୍ମାନ ବଢ଼ିବ। ଖାଦ୍ୟ ସେମିତି ଯେତିକି ଆଶା କରିଥିବେ ଆଜି ଗରମ ବରା ଟିକେ ଦମ ଖାଇଦେବି ବୋଲି, କିନ୍ତୁ ଫିଲ୍ଡ ଗଲାବେଳକୁ ଏତେ ସୁନ୍ଦର ସୁଗନ୍ଧ ନାକରେ ବାଜିବ, ଆଉ ଟିକେ ଅଧିକ ଭୋଜନ କରିବେ। ଭାବିଥିବେ ଆଜି କେଇ ଜଣେ ବନ୍ଧୁ ଆସନ୍ତା କି ଦୁଃଖ ସୁଖ ହୁଅନ୍ତି, କିନ୍ତୁ ଅନେକ ବନ୍ଧୁ ଆସିବେ। ଆଜି ସବୁଥିରେ ଉନ୍ମୁଖୀ, ଭଲ ଫଳ ମିଳିବ। ଆଜି ଏମାନେ ଉନ୍ମୁଖୀ ହେବେ। ଯାହା ଭାବିଥିବେ ତହିଁରୁ ଅଧିକ ପାଇବେ। କର୍ମ ଚଞ୍ଚଳ ରହିବେ। ଭାଗ୍ୟଲକ୍ଷ୍ମୀ ଆଜି ପ୍ରସନ୍ନ ଅଛନ୍ତି। ନିଜ କର୍ମ କର୍ତ୍ତବ୍ୟ ପ୍ରତି ସଚେତନ ବ୍ୟକ୍ତି ଆଜି ଲାଭବାନ ହେବେ। ଏଇଟା ସବୁବେଳେ ମୁଁ କହୁଛି ସଚେତନ। କାରଣ ଜଣେ ବ୍ୟକ୍ତି ମୋତେ କହିଲେ ଆପଣ କାଲି କହିଥିଲେ ମୋର ରୋଜଗାର ବଢ଼ିଆ ହେବ। ମୁଁ ସକାଳୁ ବସିଲି ଖାଲି, କିଛି କାମ କଲିନି। ଦେଖିବା କେମିତି ପଣ୍ଡିତଙ୍କ କଥା ଠିକ୍ ହେବ। ତା ପରଦିନ ମୋତେ କହିଲେ କାଲି ରୋଜଗାର କିଛି ହେଲାନି। କଷିକି ତା ଗାଲେ ଚାବଡ଼ା କରିଦେଲି, କଷିକିରି। ମୁଁ କହିଲି ଅଳସୁଆ ନାଗର, ବସି ଶୋଇଲେ କାହା ପାଟିକି ଖାଦ୍ୟ ଆସେନି। ଖଟ, କାଲି କ'ଣ କାମ କରିଛୁ?
ମିଳିବ ତ ଆପଣ କହିଲେ ମିଳିବ 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 ଏଇ ମିଳିଗଲା ଏବେ ମୁଁ କହିଲି ଚବଡ଼ା ଦେଲି ଗୋଟେ ତାକୁ ଏ ମିଳିଲା କି ନାହିଁ ଏମିତି ମିଳିବ ବସ୍। ସେଠୁ ବହେ କାନ୍ଦିଲା ଆଉ ମୋତେ ଶୋଧିଲା ମଧ୍ୟ। ଆଉ କ'ଣ କହିଲା କୁହନି, ଠକ ତୁମ କଥାରେ ଟିକେ ବି ଠିକ୍ ନାହିଁ। ମୁଁ କହିଲି ହଁ ତୁ ଏମିତି ବସୁନୁ ଶୋଉନୁ ଖାଲି ଏମିତି ସେୟା କରେ, ସମସ୍ତେ ତୋ ଭଳିଆ ଆଜି ଶୋଇବେ। ଇରାନ ଆମେରିକା ଯୁଦ୍ଧ ହେଉଛି, ସେ ତ ବସୁଛନ୍ତି ଖାଲି ଆଉ। ମନ ଦୁଃଖରେ ପଳେଇଲା। ନାଇଁ ଆଜି ଉଦ୍ୟମ କରନ୍ତୁ। ଯିଏ ଉଦ୍ୟମୀ ତାଙ୍କୁ ସେମାନଙ୍କର ଧନ ଆଜି ବୃଦ୍ଧି ହେବ, ଦେହ ପା ସୁସ୍ଥ ରହିବ, ଶାନ୍ତି ସୁଖ ଅବଶ୍ୟ ମିଳିବ। ଦିନ 8ଟା 18 ପରେ ଜ୍ୟେଷ୍ଠା 18 ପରେ ପୂର୍ବାଷାଢ଼ା ନକ୍ଷତ୍ରର ଅଶୁଭ ହେବ। ଆସନ୍ତାକାଲି ଗୁରୁବାର ମକର ରାଶି ଶ୍ରବଣା ନକ୍ଷତ୍ର ଭାରି ଅସୁବିଧା। ମକର ରାଶିର ଗୁରୁବାର ମକର ରାଶି ଲୋକମାନେ ଠିକ୍ ମିଥୁନ ରାଶି ଭଳି କଷ୍ଟ ଭୋଗିବେ, ତୁଳା ରାଶି ଭଳି କଷ୍ଟ ଭୋଗିବେ। ତେଣୁ ଆସନ୍ତାକାଲି 5 ତାରିଖ ଶ୍ରବଣା ନକ୍ଷତ୍ରର ଦିନ 8ଟା 18ରୁ ସତର୍କ ରହିବା ଉଚିତ। ହାତେ ମାପି ଚାଖଣ୍ଡେ ଚାଲିବାର ଦିନ। ହୁସିଆର ହୁଅନ୍ତୁ, ଜଗି ରଖି କଥାବାର୍ତ୍ତା କରନ୍ତୁ। ଆପଣା ଦୋଷରେ ଆଜି ଆପଣ ଘାଣ୍ଟି ହେଇଯିବେ। ଗୋଟେ କଥା ଅଛି, ଆପଣା ଦୋଷେ ପ୍ରାଣୀ ମରେ। କେହି କାହାକୁ ସୁଖ ବା ସୁଖ ଦିଏନି। ଆମେ ବହୁତ ସମୟରେ ଭୁଲ କାମ କରୁ, ଭଲ ଫଳ ପାଉ। এই ଭଲ ଫଳ ପାଇବାର ଲକ୍ଷଣ ହେଲା ପୂର୍ବରୁ ଅନେକ ଭଲ କାମ କରିଛେ, ସେ ଭଲ କାମର ଫଳ ଏବେ ଆମେ ପାଉଛେ। ଏବେ ଖରାପ କାମ କରୁଛେ, କିନ୍ତୁ ଠିକ୍ ଏ ସରିଲା ପରେ ସେ ଖରାପ ସୁଧମୂଳ ଆଦାୟ ହେଇଯିବ। ତେଣୁ ଅତୀତରେ ସେମାନେ ଅନେକ ଭୁଲ କାମ କରିଛନ୍ତି, ତା'ର ଫଳସ୍ୱରୂପ ଆଜି ଦୁଃଖ ଭୋଗିବେ ମକର ରାଶି ଲୋକେ। ଏ ଜାଣିଲା ପରେ ଯଦି ମକର ରାଶିର ଜ୍ଞାନୀ ଗୁଣୀ ବ୍ୟକ୍ତି ଭଲ କାମ ନ କରିବେ ତାହେଲେ ଏ ପ୍ରାଶ୍ଚିତ ନାହିଁ, ସାବଧାନ। ଆପଣା ଦୋଷେ ପ୍ରାଣୀ ମରେ। ଏହି ନ୍ୟାୟରେ ଦୁଃଖ ପିଛା ଛାଡ଼ିବନି। ଯଥା ରୀତି କାମ କରନ୍ତୁ, ସବୁ ପ୍ରକାର ସୁଖ ମିଳିବ। ଭୁଲ କାମ କରନ୍ତୁନି, ଦୁଶ୍ଚିନ୍ତା କରନ୍ତୁନି। 8ଟା 18 ପରେ ଶ୍ରବଣାର ଅଶୁଭ ଆସିବ। ଆସନ୍ତାକାଲି 5 ତାରିଖ କୁମ୍ଭ ରାଶି ପାଇଁ ଦୁଃଖପ୍ରଦ ଦିନ। ସକାଳ 8ଟା 18 ପରଠାରୁ ପୂର୍ବ ଭାଦ୍ରପଦ ନକ୍ଷତ୍ରର ସତର୍କ ରହିବା ଉଚିତ। ନୂଆ ରୋଗ, ନୂଆ ଶତ୍ରୁ ସୃଷ୍ଟି ହେବେ। ଦ୍ୱିବିଧ ସମସ୍ୟା, ଦୁଇ ପ୍ରକାର ସମସ୍ୟା, ରୋଗ ଆଉ ଶତ୍ରୁ, ଏ ଦ୍ୱିବିଧ ସମସ୍ୟା ମାନସିକ ଅସ୍ଥିରତା ସୃଷ୍ଟି କରିବ। ପୁରୁଣା ରୋଗ ଥିଲେ ଅଧିକ ଦୁଃଖ ଦେବ। ବୃଥା ଭ୍ରମଣରେ ଆପଣଙ୍କର ସମୟ ଯିବ। ଦୂରଯାତ୍ରା କରନ୍ତୁନି। ଦୂରଯାତ୍ରା କଲେ ବାଟରେ ହଇରାଣ ହେବେ, ଗାଡ଼ି ଅଚଳ ହେଇଯିବ। ଯାହାଫଳରେ ଆଉ ଗୋଟେ ଭୟ ଅଛି, ଦୁର୍ଘଟଣା ଭୟ ବି ଅଛି। କୁଆଡ଼େ ଯାଆନ୍ତୁନି। କୁମ୍ଭ ରାଶି କଥା। 8ଟା 18 ପରେ ପୂର୍ବ ଭାଦ୍ର ନକ୍ଷତ୍ରର ଅଶୁଭ ଟାଇମ୍ ଆସିବ। ତେଣୁ ନୂଆ ରୋଗ, ନୂଆ ଶତ୍ରୁ ଆସି ମାନସିକ ଅସ୍ଥିରତା ସୃଷ୍ଟି କରିବେ। ପୁରୁଣା ରୋଗ ଥିଲେ ଅଧିକ ଦୁଃଖ ଦେବ। ତେଣୁ ବୃଥା ଭ୍ରମଣରେ ସମୟ ଯିବ, ସାବଧାନ। ମୀନ ରାଶି, ଆସନ୍ତାକାଲି ଗୁରୁବାର 5 ତାରିଖ ବାର ଦୃଷ୍ଟିରୁ ମୀନ ରାଶିର ଶୁଭ। ଏ ରାଶିଧାରୀ ବ୍ୟକ୍ତିମାନେ ଆଜି ଦ୍ରବ୍ୟ ଲାଭ କରିବେ। କେଉଁଠୁ କିଏ କ'ଣ ଆଣିକି ଦେବ? ହଁ, ଏଇଟା କ'ଣ ମାଗଣା ନା କ'ଣ? ନା, ଏମାନେ ପୂର୍ବରୁ କିଛି ଭଲ କାମ କରିଛନ୍ତି ବୋଲି କିଛି ଦ୍ରବ୍ୟ ଲାଭ ଯୋଗ ଅଛି। ଦେହ ମନ ମୁଣ୍ଡର ସମସ୍ୟା ନାହିଁ। ଆଖି ଖୋଲିଲେ ଧନ ଦେଖିବେ। ଆଖି ଚାରିପଟରେ ଧନ ଆଜି ମିଳିବ, ଦେଖିବ, ଭାରି ଖୁସି ହେବେ। ହଁ, ଆଖି ଖୋଲିଲେ ଧନ ଦେଖିଲା ପରି ଦିନ ଆସିଯାଇଛି। ଯଥାର୍ଥ ଚେଷ୍ଟା। ତେଣୁ ଜ୍ୟୋତିଷେ କହିଲେ ଯଥାର୍ଥ ଚେଷ୍ଟା। କେଉଁ କାମ ପାଇଁ କେତେ ଚେଷ୍ଟା ଦରକାର? ଯଥାର୍ଥ ଚେଷ୍ଟା, ବୁଦ୍ଧି ଓ ବିବେକର ପ୍ରୟୋଗ ଯଦି ନୀତିଗତ ଭାବେ କରିବେ, ନୀତିଗତ ଭାବେ, ମନ ଇଚ୍ଛା ନାହିଁ, କେଉଁଠି କିଭଳି ବୁଦ୍ଧି ଖଟେଇବା କଥା ଯଦି ମୁଣ୍ଡ କାମ ଦେଉନି, ନିଜର ହିତାକାଂକ୍ଷୀ ଲୋକଙ୍କ ସହ ଆଲୋଚନା କରନ୍ତୁ। ଆଜି ଧନଲକ୍ଷ୍ମୀ ପ୍ରସନ୍ନ ଅଛନ୍ତି।
ଆଜି କଠିନ ପରିଶ୍ରମ କରନ୍ତୁ, ଧାଁ ଦୌଡ଼ କରନ୍ତୁ, ବୁଦ୍ଧି ବିବେକର ବିନିଯୋଗ କରନ୍ତୁ। ନୀତିଗତ ଭାବେ ନିଜ ବୁଦ୍ଧିର ବିନିଯୋଗ କଲେ ଆୟ ଅମଳ ଖୁବ୍ ବେଶୀ ହେବ। ଦିନ 8ଟା 18 ପରେ ରେବତୀର ଅଶୁଭ ସମୟ ଆସିବ, ସାବଧାନ। ଆଜି ପାଇଁ ଏତିକି ବନ୍ଧୁ। ଆଉ ଥରେ ମନେ ପକାଇ ଦେଉଛି, ଆଜି ସୂର୍ଯ୍ୟୋଦୟ ହେବେ ଗୁରୁବାର ଦିନ 6ଟା 4 ପରେ, ସୂର୍ଯ୍ୟାସ୍ତ 5ଟା 51 ପରେ। ଆଉ ଅଶୁଭ ସମୟ ଦିନ 1ଟା 26ରୁ 2ଟା 55। ଅଶୁଭ ସମୟ ହେଲା ଦିନ 1ଟା 26ରୁ 2ଟା 55। ଆଜି ଘାତ ବାର ତୁଳା ଆଉ କୁମ୍ଭ ରାଶିର ଘାତ ବାର। ବୃଷ ରାଶି ପୁରୁଷଙ୍କର, ଧନୁରାଶି ମହିଳାଙ୍କର ଘାତ ଚନ୍ଦ୍ର। ବୃଷ ରାଶି ପୁରୁଷ, ଧନୁରାଶି ମହିଳାଙ୍କର ଘାତ ଚନ୍ଦ୍ର। ତେଣୁ ଏମାନେ ସମସ୍ତେ ସତର୍କ ରହିଲେ ଭଲ। ଆଜି ପାଇଁ ଏତିକି ବନ୍ଧୁ, ନମସ୍କାର।